ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ ପଢିବା ଗୋଟିଏ କୃଦନ୍ତ ପଦ, ଯୋଉଟା କି ତ୍ୱା ପ୍ରତ୍ୟୟ। ତ୍ୱା ପ୍ରତ୍ୟୟ ସାଧାରଣତଃ ପିଲାମାନେ ଆମର ଗୋଟେ ଅବ୍ୟୟ ପଦ। କିପରି ହଉଛି ଦେଖ, ଆମେ ମନେକର ଏକପଦୀକରଣ ପାଇଁ ଆମକୁ ଦିଆଯାଇଛି ଗମନାତ୍ ଅନନ୍ତରମ୍, ତା ଅର୍ଥ କ'ଣ? ଯାଇସାରିବା ପରେ, କିମ୍ବା ଗମନାତ୍ ପରମ୍, କିମ୍ବା ଗମନମ୍ କୃତ୍ୱା, କିମ୍ବା ଗମନମ୍ ସମାପ୍ୟ। ଏ ସବୁର ଏକପଦୀକରଣ କଲେ କ'ଣ ହବ? ଗତ୍ୱା। ଗତ୍ୱା ମାନେ ଯାଇ। ଆମେ ଗୋଟେ ବାକ୍ୟ ଯେତେବେଳେ କରୁଛେ, ମନେକର ମୁଁ ଘରକୁ ଯାଇ ପାଠ ପଢିବି। ମୁଁ ହେଲା ଅହମ୍, ଅହମ୍ ଗୃହମ୍ ଗତ୍ୱା ବିଦ୍ୟା ଅଧ୍ୟୟନମ୍ କରିଷ୍ୟାମି ବା ପାଠମ୍ ପଠିଷ୍ୟାମି। ତାହେଲେ ଏଠି ଗତ୍ୱା, ଗତ୍ୱା ମାନେ ଯାଇ। ତାହେଲେ ତ୍ୱା ପ୍ରତ୍ୟୟଟା କୋଉଠି ହଉଛି ନା, ଯଦି ଗୋଟେ ବାକ୍ୟରେ ଅସମାପିକା କ୍ରିୟା ଅଛି, ସେଇ ଅସମାପିକା କ୍ରିୟାଟି ତ୍ୱା ପ୍ରତ୍ୟୟ ହବ। ଆଉ ଗୋଟେ ଏପଟେ ଉଦାହରଣ ଦେଖ, ପଠନାତ୍ ଅନନ୍ତରମ୍ ପଠିତ୍ୱା, କିମ୍ବା ପଠନାତ୍ ପରମ୍ ପଠିତ୍ୱା, ପଠନମ୍ କୃତ୍ୱା ପଠିତ୍ୱା, ପଠନମ୍ ସମାପ୍ୟ ପଠିତ୍ୱା। ତାହେଲେ ତମ ଯଦି ଏକପଦୀକରଣ ପାଇଁ ପଡେ ଏପରି, ପଠନାତ୍ ଅନନ୍ତରମ୍ ତମେ ଲେଖିବ ପଠିତ୍ୱା, କିମ୍ବା ପଠନାତ୍ ପରମ୍ ତମେ ଲେଖିବ ପଠିତ୍ୱା, କିମ୍ବା ପଠନମ୍ କୃତ୍ୱା ପଠିତ୍ୱା, ପଠନମ୍ ସମାପ୍ୟ ପଠିତ୍ୱା। ପଠିତ୍ୱା ମାନେ କ'ଣ? ପଢି। ହେଲା, ତାହେଲେ ମୁଁ ବ୍ୟାକରଣ ପଢି ସବୁ ଜାଣିଲି। ଅହମ୍ ବ୍ୟାକରଣମ୍ ପଠିତ୍ୱା ସର୍ବମ୍ ଅଜାନମ୍। ବୁଝିପାରୁଛ? ତାହେଲେ ଏଇଟା ଗୋଟେ ଅସମାପିକା କ୍ରିୟା ହେଇଗଲା, ନାଇଁ? ପଠିତ୍ୱା, ପଠିତ୍ୱା ମାନେ ପଢି, ଗତ୍ୱା ମାନେ ଯାଇ। ତାହେଲେ ଆମେ ଏଠିକୁ କେମିତି ବ୍ୟବହାର କରିବା ନା, ବାକ୍ୟରେ ଯଦି ଅସମାପିକା କ୍ରିୟା ଅଛି, ପୂର୍ବ ଅସମାପିକା କ୍ରିୟା ପାଖରେ ଏଇଠି ବ୍ୟବହୃତ ହୁଏ ଏବଂ ଏହାର କୌଣସି ରୂପ ହୋଇପାରେ ନାହିଁ। ତେଣୁ ଏହା ଗୋଟେ ଅବ୍ୟୟ ପଦ ହେଇଗଲା। ଏବେ କେତେ ଗୁଡିଏ ଉଦାହରଣ ଦେଖିବା, ଯାହା ଦ୍ୱାରା ତୁମେ ତୁମର ଅନୁବାଦ କଲା ବେଳେ ବା ପ୍ରତ୍ୟୟ ପଢିଲା ବେଳେ ବା ସଂଶୋଧନ କଲା ବେଳେ ତୁମେ କରିପାରିବ। ଦେଖ, ଭୂତ୍ୱା। ଭୂତ୍ୱା ମାନେ କ'ଣ? ହୋଇ। ଭୂତ୍ୱ ମାନେ ହୋଇ। କେମିତି ହଉଛି? ଭୂ କିମ୍ବା ଅସ୍ ଧାତୁ, ହେଲା, ଭୂ ଯୁକ୍ତ ତ୍ୱା ଭୂତ୍ୱା, କିମ୍ବା ଅସ୍ ଯୁକ୍ତ ତ୍ୱା ଭୂତ୍ୱା। ହେଲା, ଭୂତ୍ୱା ମାନେ ହୋଇ। ସେ ପରିଷ୍କାର ହୋଇ ଆସିଲା। ସହ ପରିଷ୍କୃତମ୍ ଭୂତ୍ୱା ଆଗଚ୍ଛତ୍। ବୁଝିପାରିଲ? ଏବେ ଦେଖ, ସେମିତି ପଠ ଯୁକ୍ତ ତ୍ୱା ପଠିତ୍ୱା, ଏଇନେ ଆମେ କରିଥିଲେ ପଠନାତ୍ ପରମ୍, ପଠନାତ୍ ଅନନ୍ତରମ୍, ହେଲା, ଏନେ ପୂର୍ବରୁ କରିଛେ। ସେମିତି ଭି ଯୁକ୍ତ ତ୍ୱା ଭିତ୍ୱା। ଭିତ୍ୱା ମାନେ ଭୟ କରି। ହେଲା, ସେ ସାପକୁ ଭୟ କରି ଗଲା ନାହିଁ। ସହ ସର୍ପାତ୍ ଭିତ୍ୱା ନ ଅଗଚ୍ଛତ୍। ସେମିତି ନି ଯୁକ୍ତ ତ୍ୱା, ନି ମାନେ ନେବା, ନିତ୍ୱା, ନିତ୍ୱା ମାନେ ନେଇ। ହେଲା, ନିତ୍ୱା କହିଲେ ନେଇ। ସେ ମୋ ବହି ନେଇ ଚାଲିଗଲା। ସହ ମମ ପୁସ୍ତକମ୍ ନିତ୍ୱା ଅଗଚ୍ଛତ୍। ସେମିତି କ୍ରୀଡି ଯୁକ୍ତ ତ୍ୱା କ୍ରୀଡିତ୍ୱା। କ୍ରି, କ୍ରି, କ୍ରି ମାନେ କିଣିବା। କ୍ରୀଡି ହେଲେ ଖେଳିବା, କ୍ରି ମାନେ କିଣିବା। ତାହେଲେ କ୍ରି ଯୁକ୍ତ ତ୍ୱା କ୍ରୀତ୍ୱା। କ୍ରୀତ୍ୱା ମାନେ କ୍ରୟ କରି। କ୍ରୀଡି ଯୁକ୍ତ ତ୍ୱା କ୍ରୀଡିତ୍ୱା। କ୍ରୀଡିତ୍ୱା ମାନେ ଖେଳି। ଏବେ ତୁମେ ବାକ୍ୟ ଗଠନ କରିପାରିବ। ଦା ଯୁକ୍ତ ତ୍ୱା ଦତ୍ୱା। ଦତ୍ୱା ମାନେ ଦାନ କରି ବା ଦେଇ। ଦହ ଯୁକ୍ତ ତ୍ୱା ଦଗ୍ଧ୍ୱା। ଦଗ୍ଧ୍ୱା ମାନେ ପୋଡି ହୋଇ। ହେଲା, ପିଲାଟି ପୋଡି ହୋଇ ମରିଗଲା। ଶିଶୁହୁ ଦଗ୍ଧ୍ୱା ଅମ୍ରିୟତ। ବୁଝିଲା? ସେମିତି ପା ଯୁକ୍ତ ତ୍ୱା ପିତ୍ୱା। ହେଲା, ପା ମାନେ ପାନ କରି। ପା ଯୁକ୍ତ ତ୍ୱା ପିତ୍ୱା। ପିତ୍ୱା ମାନେ ପାନ କରି। ପାନ କରି ମାନେ କ'ଣ? ପି। ସେ ଜଳ ପାନ କରି ଖୁସି ହେଲା। ସହ ଜଳମ୍ ପିତ୍ୱା ଅସନ୍ତୋଷମ୍ ଅଭବତ୍ ଅତୃପ୍ୟତ୍। ସେମିତି ପା, ପା ଯୁକ୍ତ ତ୍ୱା, ପା ମାନେ ରକ୍ଷା କରିବା। ପା ଯୁକ୍ତ ତ୍ୱା ପାତ୍ୱା। ପାତ୍ୱା ମାନେ ରକ୍ଷା କରି। ତାହେଲେ ଏଇଠି ତୁମେ ଅର୍ଥଗତ ପାର୍ଥକ୍ୟ କରିପାରିବ। ଯଦି ପିତ୍ୱା ଆଉ ପାତ୍ୱା ପଡିଛି, ପିତ୍ୱା କହିଲେ ପାନ କରି ବା ପି, ଆଉ ପାତ୍ୱା କହିଲେ ରକ୍ଷା କରି। ବୁଝିପାରିଲ? ସେମିତି କ୍ଲିଶ ଯୁକ୍ତ ତ୍ୱା କ୍ଲିଶିତ୍ୱା ବା କ୍ଲିଷ୍ଟ୍ୱା। କ୍ଲିଷ୍ଟ ମାନେ କଷ୍ଟ, କଷ୍ଟ କରି।
କ୍ଷିପ୍ ଯୁକ୍ତ ତ୍ୱା କ୍ଷିପ୍ତ୍ୱା, କ୍ଷିପ୍ତ୍ୱା ମାନେ ଫିଙ୍ଗି, କ୍ଷେପଣ କରି। ସ୍ତା ଯୁକ୍ତ ତ୍ୱା ସ୍ଥିତ୍ୱା, ସ୍ଥିତ୍ୱା ମାନେ ରହି। ବୁଝିପାରୁଛ ପିଲାମାନେ? ସ୍ତା ହେଲା ଗୋଟେ ଧାତୁ ମାନେ କ୍ରିୟା, ତା ଦେହରେ ତ୍ୱା ପ୍ରତ୍ୟୟ ଲାଗିଲା। ସ୍ଥିତ୍ୱା, ସ୍ଥିତ୍ୱା ମାନେ କଣ ହେଇଗଲା? ରହି ହେଲା। ଖନ ଯୁକ୍ତ ତ୍ୱା ଖନିତ୍ୱା ବା ଖାତ୍ୱା, ଖନିତ୍ୱା ମାନେ ଖନନ କରି ବା ଖୋଳି। ସେମିତି ଗମ୍ ଯୁକ୍ତ ତ୍ୱା ଗତ୍ୱା, ଗତ୍ୱା ମାନେ ଯାଇ, ଆଗରୁ କୁହାଯାଇଛି ନାଇଁ, ଗମନାଥ ଅନନ୍ତରମ୍ ଗମନାଥ ପରମ୍, ଗତ୍ୱା। ସେମିତି ନମ୍ ଯୁକ୍ତ ତ୍ୱା ନତ୍ୱା, ନମ୍ ମାନେ କଣ? ନମସ୍କାର କରି, ତାହେଲେ ନତ୍ୱା, ନତ ମାନେ ମସ୍ତିଷ୍କ ହୋଇ। ହନ ଯୁକ୍ତ ତ୍ୱା ହତ୍ୱା, ହତ୍ୱା ମାନେ ହାଣି, ହନ ଧାତୁ, ହନ ମାନେ ହାଣିବା। ଲଭ୍ ଯୁକ୍ତ ତ୍ୱା ଲବ୍ଧ୍ୱା, ଲବ୍ଧ୍ୱା ମାନେ ଲାଭ କରି ବା ପାଇ। ଗ୍ରନ୍ଥ ଯୁକ୍ତ ତ୍ୱା ଗ୍ରଥିତ୍ୱା, ଗ୍ରଥିତ୍ୱା ମାନେ କଣ? ଗୁନ୍ଥି। ମନ୍ଥ ଯୁକ୍ତ ତ୍ୱା ମନ୍ଥିତ୍ୱା, ମଥିତ୍ୱା, ମଥିତ୍ୱା ମାନେ ମନ୍ଥନ କରି, ଦଧି ମନ୍ଥନ କରି, ମଥିତ୍ୱା। ଚି ଯୁକ୍ତ ତ୍ୱା ଚିତ୍ୱା, ଚିତ୍ୱା ମାନେ ଚୟନ କରି ବା ତୋଳି। ଜି ଯୁକ୍ତ ତ୍ୱା ଜିତ୍ୱା, ଜିତ୍ୱା ମାନେ ଜୟ କରି। ଗ୍ରହ ଯୁକ୍ତ ତ୍ୱା ଗୃହୀତ୍ୱା, ଗୃହୀତ୍ୱ ମାନେ ଗ୍ରହଣ କରି। ସ୍ନା ଯୁକ୍ତ ତ୍ୱା ସ୍ନାତ୍ୱା, ସ୍ନାତ୍ୱା ମାନେ ସ୍ନାନ କରି ହେଲା। ସେ ସ୍ନାନ କରି ଆସିଲେ, ସେ ଗଙ୍ଗାରେ ସ୍ନାନ କରି ଆସିଲେ। ସହ ଗଙ୍ଗାୟାମ୍ ସ୍ନାତ୍ୱା ଆଗଛତ୍। ସେମିତି ଚିନ୍ତୟିତ୍ୱା, ଚିନ୍ତି ଯୁକ୍ତ ତ୍ୱା ଚିନ୍ତୟିତ୍ୱା, ଚିନ୍ତୟିତ୍ୱା ମାନେ ଚିନ୍ତନ କରି। କଥ ଯୁକ୍ତ ତ୍ୱା କଥୟିତ୍ୱା, କଥୟିତ୍ୱା କହିଲେ କହି, ବୁଝିଲା? କଥ ଧାତୁ, କଥୟତି, କଥୟତ, କଥୟନ୍ତି। ସେମିତି ବ୍ରୁ ବା ବଚ୍, ବଚ୍ ଧାତୁ ହେଲେ ଉକ୍ତ୍ୱା, ବ୍ରୁ ଧାତୁ ହେଲେ ମଧ୍ୟ ଉକ୍ତ୍ୱା। ବଚ୍ ଯୁକ୍ତ ତ୍ୱା ଉକ୍ତ୍ୱା ହେଲା। ବହ ଯୁକ୍ତ ତ୍ୱା ଉଢ୍ୱା ହେଲା, ବହ ଯୁକ୍ତ ତ୍ୱା ଉଢ୍ୱା। ସେମିତି ସି ଯୁକ୍ତ ତ୍ୱା ସଇତ୍ୱା ଇତ୍ୟାଦି। ଆମେ ତ୍ୱା ପ୍ରତ୍ୟୟାନ୍ତ ପଦ କେତେ ଗୁଡିଏ ପଢିଲେ, ଯାହା ଦ୍ୱାରା ଆମର କଣ ପିଲାମାନେ ବାକ୍ୟ ଗଠନ କରିବା ପାଇଁ ଆମକୁ ସୁବିଧା ହେବ। ଏବଂ ଏଗୁଡିକ ହେଲା କଣ ନା, ଯଦି ଗୋଟିଏ ବାକ୍ୟରେ ଗୋଟେ ସମାପିକା କ୍ରିୟା ଏବଂ ଗୋଟେ ଅସମାପିକା କ୍ରିୟା ରହୁଛି, ତାହେଲେ ପୂର୍ବ ଅସମାପିକା କ୍ରିୟା ପାଖରେ ତ୍ୱା ପ୍ରତ୍ୟୟ ଲାଗେ ଏବଂ ତ୍ୱା ପ୍ରତ୍ୟୟ ପୂର୍ବରୁ କୌଣସି ଉପସର୍ଗ ଲାଗେ ନାହିଁ। ହେଲା ପିଲାମାନେ, ତାହେଲେ ଆଜି ପାଇଁ ଆମେ ଏଇଠି ରଖିବା। ତୁମମାନଙ୍କର ଅଭ୍ୟାସ ପାଇଁ ଏଇଠି ଦିଆଗଲା। ତୁମେ ଭଲ ଭାବରେ ଅଭ୍ୟାସ କର ଏବଂ ମନେ ରଖ।